କୁନା ମୁନିର ଯାତ୍ରା ଦେଖା କେବେ ଶୁଣିଛ ନା? ଶୁଣିଛ? ଶୁଣିନ ମିଛ କହୁଛ ଶୁଣିନ ନାନୁ ଖାଇବ ହଉ ତାରେ ଗୋଟିଏ ଗାଁରେ ମିଛ କହିବା ଆମେ ଗୋଟେ ଗାଁର କୁନା ଆଉ ମୁନି ଦି ଜଣ ଭାଇ ଭଉଣୀ ଥିଲେ ଯଦି ସେ ହଉଛୁ ତାଙ୍କ ମାମୁଁ ଦିନେ ଆସିଲେ ଯଦି କହିଲେ ମୁଁ କୁନା ମୁନିକୁ ଯାତ୍ରା ଦେଖିବାକୁ ନେବି ତେଣୁ କୁନା ମୁନି ଦି ଜଣ ଯାତ୍ରା ଦେଖିନାହାନ୍ତି କେବେ ସେ ତାଙ୍କର ଖୁସି ହେଇଗଲା ଆମେ ଯାତ୍ରା ଦେଖିବା ପାଇଁ ହେଲା ସେଉଠୁ ସେ ପୁରା ହଉଛୁ ବାହାରି ପଡିଲେ ତମେ ଯେନ ଯାଇକି ଯିବ ମାମୁଁ ଘରକୁ ଗଲେ ଜଲ୍ଦି ଜଲ୍ଦି ବାହାରି ପଡ ନା ତମେ ସବୁ ମାମୁଁ ଘରକୁ ଗଲେ ପୁରା ଆକାଶରେ ଉଡ ନା କେମିତି ମାନେ ମାଟିରେ ଚାଲ ମାଟିରେ ଚାଲ ସେ ମାମୁଁ ଘରକୁ ଯେମିତି ହଉଛୁ ଗଲେ ହୁଏ ସବୁ ସେମିତିଆ କୁନା ମୁନି ଦି ଜଣ ଯାତ୍ରା ଦେଖିବା ପାଇଁ ବାହାରି ପଡିଲେ ଜଲ୍ଦି ଜଲ୍ଦି ଖୁସି ହେଇକି ଯେତେବେଳେ କୁନା ମୁନିଙ୍କର ମାମୁଁ ଥିଲା ବସ ଏଣେ ଶୁଣ ଯେତେବେଳେ କୁନା ମୁନିଙ୍କର ମାମୁଁ ତାଙ୍କୁ ଯାତ୍ରା ଦେଖିବା ପାଇଁ ମୋଟର ସାଇକେଲରେ ନେଉଥିଲେ ସେତେବେଳେ ତାଙ୍କ ମୋଟର ସାଇକେଲଟା ଚକା ଫାଟିଗଲା କେମିତିଆ ଫାଟିଲା କେମିତିଆ ଫାଟେ କୁନା ମୋଟର ସାଇକେଲ ଚକା କେନ ଫାଟେ ଫାଟିଗଲା ଯେମିତିଆ ସେଉଠୁ ସେମାନେ କଣ କଲେ ନା କୁନା ମୁନିଙ୍କର ବାପାଙ୍କ ସାଇକେଲ ଧରି ବସଷ୍ଟାଣ୍ଡ ଯାଇଗଲେ ବସଷ୍ଟାଣ୍ଡରୁ ବସରେ ଚଢି ସହରକୁ ଗଲେ ଯାତ୍ରା ଦେଖିବା ପାଇଁ ହେଲା ଦେଖିବା ପାଇଁ ଗଲେ ଯେମିତି କୁନା ମୁନି ଦି ଜଣ କେବେ ବି ଯାତ୍ରା ଦେଖିନଥିଲେ ଯାତ୍ରା ଦେଖିଲେ ବହୁତ ଖୁସି ହେଇଗଲେ ଆଉ କୁନା ମୁନିଙ୍କର ମାମୁଁ କୁନା ମୁନିଙ୍କର ମାମୁଁ ଦି ଜଣ କୁନା ମୁନିଙ୍କୁ ବହୁତ ଆଡେ ବୁଲେଇଲେ ଖେଳନା ଦେଲେ ପଡିଆରେ ଦେଖେଇଲେ ଗାଡି କିଣିକି ଦେଲେ କୁନାକୁ ଗାଡି କିଣିକି ଦେଲେ ଆଉ କୁନିକୁ କଣ କିଣିକି ଦେଲେ ଚଢେଇ କଣ୍ଢେଇ ସବୁ କିଣିକି ଦେଲେ ତାପରେ କୁନା ଆଉ ମୁନି ଦି ଜଣ ଚଢେଇ କଣ୍ଢେଇ ସବୁ ଖେଳନା ପାଇଁ ଖୁସି ହେଇକି ବସରେ ବସି ଘରକୁ ଆସିଲେ ହେଲା ଘରକୁ ଆସିଲା ପରେ ତାଙ୍କ ଦି ଜଣକୁ ତାଙ୍କ ମାମୁଁ ଛାଡିକି ତାଙ୍କ ଘରକୁ ପଳେଇ ଗଲେ ତାପରେ କୁନା ମୁନି ଦି ଜଣ ଯୋଉ ଖେଳନା ଆଣିଥିଲେ ସମସ୍ତେ ସବୁଦିନ ତାଙ୍କର ସେଇ ଖେଳନାରେ ଖେଳିଲେ ହେଲା ତାପରେ ଆମେ ଏବେ ପ୍ରଶ୍ନ ପଚାରିବା ଗୀତ ସରିଗଲା ପ୍ରଶ୍ନ ପଚାରିବା ହେଲା କୁନା ମୁନିଙ୍କୁ କିଏ ଯାତ୍ରା ବୁଲେଇ ନେଇଥିଲେ କୁନା ମୁନିଙ୍କର କୁନା ମୁନି ଯାତ୍ରା ଦେଖି ଗଲା ବେଳେ ତାଙ୍କ ବାଇକର କଣ ହେଇଗଲା ତାଙ୍କ ଗାଡିର ମୋଟର ସାଇକେଲର କଣ ହେଇଗଲା ତାଙ୍କ ଗାଡିର ଚକା ଫାଟିଗଲା କେନ ଫାଟିଲା ଠା ହେଇକି ଫାଟିଲା ଢୁ ହେଇକି ଫାଟିଲା ତାପରେ ଆଉ ଗୋଟେ ପ୍ରଶ୍ନ ପଚାରିବା